କିନ୍ତୁ ତୁର୍କୀ ବର୍ତ୍ତମାନ ବିଶ୍ୱାସଘାତକତା କରୁଛି, ପାକିସ୍ତାନ ସପୋର୍ଟ କରୁଛି। ଦେଖନ୍ତୁ, ପ୍ରଥମ କଥା ହେଉଛି ଯେ ଭାରତକୁ ସାହାଯ୍ୟ କରିବା ପାଇଁ କିଏ ଆଗେ ଆସିଛି। ଯେତେବେଳେ ଭାରତ କହୁଛି ଯେ ଆମେ ସନ୍ତ୍ରାସବାଦ ବିରୋଧରେ ସବୁଠୁ ବଡ଼ ଲଢ଼େଇ କରୁଛୁ, ସେତେବେଳେ ଆମେ ଏମିତି ଗୋଟେ ବିଦେଶ ନୀତି ତିଆରି କରୁଛୁ ଯେଉଁଥିରେ ଆମ ସାଙ୍ଗରେ କୌଣସି ବଡ଼ ରାଷ୍ଟ୍ର କି କୌଣସି ପଡ଼ୋଶୀ ରାଷ୍ଟ୍ର ଆମ ସାଙ୍ଗରେ ଠିଆ ହେଲେ ନାହିଁ। ମାନେ ଜଣେ ବି ଆମ ସହିତ ଗୋଟେ ଯେଉଁ ସଲିଡାରିଟି ଦେଖାଇବା କଥା, ସମସ୍ତେ ଚାହିଁଲେ ସମସ୍ତେ ଏକା ସାଙ୍ଗରେ ଭାରତକୁ ଏବଂ ପାକିସ୍ତାନକୁ ଗୋଟିଏ ଜାଗାରେ ରଖିଲେ। ଡୋନାଲ୍ଡ ଟ୍ରମ୍ପଙ୍କର ଯଦି ଆପଣ ଆଜିର ବି ଯଦି ଦେଖିବେ ଟ୍ୱିଟ୍, ସିଏ ପାକିସ୍ତାନକୁ ଏବଂ ଭାରତକୁ ଗୋଟିଏ ବ୍ରାକେଟ୍ରେ ରଖିବାକୁ ଚାହୁଁଛନ୍ତି। କିନ୍ତୁ ଆମର ତ ଉଦ୍ଦେଶ୍ୟ ସେଇଆ ନଥିଲା, ଆମେ ତ ପାକିସ୍ତାନ ସାଙ୍ଗରେ ବ୍ରାକେଟେଡ୍ ହେବାକୁ ଚାହୁଁନଥିଲୁ। ଆମେ ଗୋଟିଏ କଥା କହିଛୁ ଯେ ପାକିସ୍ତାନ ଗୋଟେ ସନ୍ତ୍ରାସବାଦୀ ମାନଙ୍କୁ ପ୍ରୋତ୍ସାହିତ କରୁଥିବା ଦେଶ। ତେଣୁ ସନ୍ତ୍ରାସବାଦ ବିରୁଦ୍ଧରେ ଆମର ସଂଘର୍ଷ ବୋଲି ଆମେ କହୁଥିଲେ, ଆମେ ତ ଯୁଦ୍ଧ କଥା କହୁନଥିଲେ। ତେଣୁ ଯେତେବେଳେ ଆମେ ସନ୍ତ୍ରାସବାଦ ବିରୋଧୀ ଲଢ଼େଇର କଥା କହୁଛେ, ସେତେବେଳେ ପୃଥିବୀ ଆମକୁ ବିଶ୍ୱାସକୁ ନେଉଛି କି ଆମର ଯୁକ୍ତିକୁ ମାନିକରି ଇଣ୍ଟରନ୍ୟାସନାଲ୍ ମନିଟାରୀ ଫଣ୍ଡ କିଛିଟା ପଦକ୍ଷେପ ନେଲା କି ପାକିସ୍ତାନ ବିରୁଦ୍ଧରେ। ତେଣୁ ଅନେକ ଗୁଡ଼ାଏ କଥା ଅଛି ଯେଉଁଥିରେ ଆମର ବୈଦେଶିକ ବ୍ୟାପାର ବିଭାଗ ଚିନ୍ତା କରିବା ଦରକାର ଯେ କ'ଣ ଅସୁବିଧା ହେଇଛି, କାହିଁକି ଆମ ପଛରେ ଯେମିତି ପାକିସ୍ତାନ ପଛରେ ସିଧାସଳଖ ତୁର୍କୀ ଏବଂ ଚୀନ ଠିଆ ହେଲେ, ଖୋଲାଖୋଲି ଠିଆ ହେଲେ, ତାଙ୍କୁ କେହି ମାନେ ଅଟକାଇବା ଅବସ୍ଥା ବି ନଥିଲା। କିନ୍ତୁ ଆପଣ ମୋତେ ଗୋଟିଏ ଯେଉଁମାନେ ଆମର ସବୁଠୁ ମାନେ ଭଲ ବନ୍ଧୁ ବୋଲି ଯେଉଁମାନେ ଆମେ କହୁଛେ, ସେମାନେ କିଏ ଆମ ସାଙ୍ଗରେ ଠିଆ ହେଲେ? ନେପାଳ ଆମ ସପକ୍ଷରେ ଗୋଟେ ଷ୍ଟେଟମେଣ୍ଟ ଦେଲା, ତାଙ୍କର ମାନେ ପହଲଗାଁରେ ଜଣେ ନେପାଳୀ ସିଟିଜେନ୍ ପ୍ରାଣ ହରାଇଥିଲେ। ନେପାଳ ଗୋଟେ ଷ୍ଟେଟମେଣ୍ଟ ଦେଲା ଆମ ସପକ୍ଷରେ। ବାଂଲାଦେଶ ତ ଆମର ଶତ୍ରୁ ହେଇଯାଇଛି। ଶ୍ରୀଲଙ୍କା ଡିଡ୍ ନଟ୍ ସପୋର୍ଟ ଅସ୍। ଭୁଟାନ, ଯାହାକୁ ଆମେ ମାନେ ବହୁତ ବଡ଼ ସାହାଯ୍ୟ କଲେ ମାନେ ଆପଣଙ୍କର ଡୋକଲାମ କ୍ଷେତ୍ରରେ, ନନ୍। ତେଣୁ ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ ଏସ୍ ଜୟଶଙ୍କରକୁ ପ୍ରଶ୍ନ ପଚାରିବା ଦରକାର ଯେ ଆଜ୍ଞା ଆପଣ କିଭଳିଆ ସମ୍ପର୍କ ଆମର ତିଆରି କରୁଛନ୍ତି, ଆମେ ଏକୁଟିଆ କାହିଁ ରହିଲେ। ଏଇ ଆମେ ଯଦି କହୁଛୁ ଯେ ସନ୍ତ୍ରାସବାଦ ବିରୋଧୀ ଏ ଯେଉଁ ଯୁଦ୍ଧ ଚାଲିଛି, ଏ ଯୁଦ୍ଧରେ ଭାରତ ଏକୁଟିଆ କେମିତି ପଡ଼ିଗଲା। ଏବଂ ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ଏବଂ ଭାରତକୁ ଗୋଟିଏ ବ୍ରାକେଟ୍ ରଖିଥିଲେ। ତେଣୁ ପୃଥିବୀ ଆଗରେ ବର୍ତ୍ତମାନ ଆମେ ହେଉଛୁ ଦୁଇଟା ପରସ୍ପର ବିରୋଧରେ ଲଢ଼ୁଥିବା ଦେଶ। ଭାରତର ଯେଉଁ ଦୃଷ୍ଟିକୋଣ ଯେ ଆମେ ସନ୍ତ୍ରାସବାଦ ବିରୋଧୀ ଲଢ଼େଇ କରୁଛୁ, ଆମର ପାକିସ୍ତାନ ସହିତ କିଛି ଯୁଦ୍ଧ କରିବାର ନାହିଁ, ସେ କଥାକୁ କନଭିନ୍ସ କରିବାରେ ଭାରତ ସରକାର ଏବଂ ଭାରତର ବୈଦେଶିକ ବ୍ୟାପାର ବିଭାଗ କାହିଁକି ବିଫଳ ହେଲା। ଏବଂ ସେ ପ୍ରଶ୍ନ ଯଦି ନ ପଚାରିବେ, ଭାରତର ନାଗରିକମାନଙ୍କ ପାଇଁ ଗୋଟେ ବଡ଼ ମାନେ ଆଜି ହେଉଛି ସବୁଠୁ ଆତ୍ମସମୀକ୍ଷାର ଦିଗ ଯେ ଆମେ ଯୁଦ୍ଧ ବିରୋଧୀ କରିନାହୁଁ। ଯଦି ଆମେ ପ୍ରଥମେ ଯେଉଁମାନେ ସନ୍ତ୍ରାସବାଦୀ ତାଙ୍କର ଶିବିର ଉପରେ ଆକ୍ରମଣ କରିଥିଲୁ, ସେଇଟା ଆମର ଅଧିକାର ବୋଲିକରି ଆମେ ଜାଣିଛୁ। ଆଜି ସେ ଅଧିକାର ବଳରେ ଯେତେବେଳେ ଭାରତ ଏବଂ ପାକିସ୍ତାନ ଭିତରେ ଉତ୍ତେଜନା ଅଛି, ଆମେ ଯଦି ଆମ ଭିତରେ ଶାନ୍ତି ପ୍ରତିଷ୍ଠା ହେବାର ଥିଲା ବା ଅସ୍ତ୍ରବିରତି ହେବାର ଥିଲା, ତାହେଲେ ଆମେ ଦୁଇ ଦେଶ ତାର ନିଷ୍ପତ୍ତି ନେଇଥାନ୍ତୁ। ଆମ ଦୁଇ ଦେଶର ସେନାବାହିନୀ ତାର ନିଷ୍ପତ୍ତି ନେଇଥାନ୍ତେ। ଆମେରିକା ରାଷ୍ଟ୍ରପତି ତାଙ୍କ ତରଫରୁ ଘୋଷଣା କରିଦେଲେ ଯେ ଆମେରିକା ଏବଂ ଭାରତ ଭିତରେ ସିଜ୍ ଫାୟାର ହେଇଗଲା। ଭାରତର ପ୍ରଧାନମନ୍ତ୍ରୀ ଟ୍ୱିଟ୍ କଲେ ନାହିଁ ପ୍ରଥମେ, କିମ୍ବା ଭାରତ ଏବଂ ପାକିସ୍ତାନ ଗୋଟେ ମିଳିତ ଜଏଣ୍ଟ ଷ୍ଟେଟମେଣ୍ଟ ଜାରି କଲେ ନାହିଁ। ଆମେରିକା ରାଷ୍ଟ୍ରପତିଙ୍କ ଏଥିରେ ଭୂମିକା କ'ଣ ଏବଂ ତାଙ୍କୁ ୟା ଭିତରକୁ ଆଣିଲା କି? ଏବଂ ଏବେ ଆମେରିକା ରାଷ୍ଟ୍ରପତି କହିଲେଣି ସେ କାଶ୍ମୀର ସମସ୍ୟାର ମଧ୍ୟ ସମାଧାନ ପାଇଁ ମଧ୍ୟସ୍ଥତା କରିବେ। ଆମେ ଭାରତର ଗୋଟେ ମାନେ ନୀତି ହେଉଛି ଯେ ଆମେ ଆଉ କାଶ୍ମୀରକୁ ଦ୍ୱିପାକ୍ଷିକ ସମସ୍ୟା ବୋଲିକି ଭାବୁନାହୁଁ। ଆମେ କହୁଛୁ ଯେ କାଶ୍ମୀର ହେଉଛି ଆମର ଅଭେଦ୍ୟ ଅଙ୍ଗ, ଅବିଚ୍ଛିନ୍ନ ଅଙ୍ଗ, ସେଥିରେ ଆଉ କାହାର ମାମଲତିକୁ ଆମେ ଗ୍ରହଣ କରିବୁ ନାହିଁ। ଟ୍ରମ୍ପ ଏବେ କେମିତି କହୁଛନ୍ତି ଯେ ହି ୱିଲ୍ ବି ଦ ମିଡ଼ିଏଟର, ତାଙ୍କର ମଧ୍ୟସ୍ଥତାକୁ ଆପଣ କାହିଁ ସ୍ୱୀକାର କରୁଛନ୍ତି? ଯଦି ସ୍ୱୀକାର କରୁନାହାନ୍ତି, ଭାରତ ସରକାର କୁହନ୍ତୁ ଯେ କାଶ୍ମୀର ସମ୍ପର୍କରେ ଆମେ ଡୋନାଲ୍ଡ ଟ୍ରମ୍ପଙ୍କର କୌଣସି ମତକୁ ଗ୍ରହଣ କରୁନା। ପ୍ରଥମ ଥର ପାଇଁ ଭାରତ ଗୋଟେ ଏକୁଟିଆ ଠିଆ ହେଇଛି ସନ୍ତ୍ରାସବାଦ ବିରୋଧୀ ଯୁଦ୍ଧରେ। ଏବଂ ସେଥିପାଇଁ ଭାରତର ବୈଦେଶିକ ବ୍ୟାପାର ବିଭାଗକୁ ଭାରତବାସୀ ପ୍ରଶ୍ନ ପଚାରିବା ଦରକାର, ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ଦରକାର। ପ୍ରଧାନମନ୍ତ୍ରୀଙ୍କୁ ସବୁ କଥାରେ ଗୋଟେ ପ୍ରଚାରରେ ହାଡ଼ି ଦେଉଛନ୍ତି ଭାରତୀୟମାନେ। ଆମେ 140 କୋଟି ଲୋକ, ଆମେ ଯାହା ଚାହୁଁଥିଲୁ ସେ ଅନୁସାରେ କୁଆଡ଼େ ଆପଣ କାର୍ଯ୍ୟାନୁଷ୍ଠାନ ଦେଉଛନ୍ତି। ଯେତେବେଳେ ଯୁଦ୍ଧ ବିରତି କଲେ ପଚାରିଥିଲେ, ଆମକୁ ନେଇଥିଲେ ଦେଶର ମତାମତ। ଆପଣଙ୍କର ଇଚ୍ଛା ହେଲେ ଆପଣ
टेंशन बढ़ेबे इच्छा है आप टेंशन कम करेंगे एवं आउ जड़े राष्ट्रपति आसिक घोषणा करेंगे ना नहीं मैंने आउ युद्ध करेंगे ना